ଏଠି କ'ଣ ବସିଛ ତୁମେ? ବସିଥିଲି ଟିକେ ଥଣ୍ଡା ଲାଗୁଥିଲା ସେଥିଲାଗି ବସିଥିଲି। ସେପଟେ ଘରେ ଏତେ କାମ ପଡ଼ିଛି, ଝାଡ଼ୁ ହେଇନି, ଲୁଗା ସଫା ହେଇନି, ସେପଟେ ଅଫିସ୍ ଟାଇମ୍ ହେଲାଣି, ସବୁ କିଏ କରିବ ଏଇନା? ମୁଁ କରିବି ତାକୁ ସବୁ। କେତେବେଳେ ହବ? କେତେବେଳେ ହବ? ଝାଡ଼ୁ ଲୁଗା ସଫା ସବୁ ମୁଁ କରିବି। ହଁ, ଆଉ କିଏ କରିବ? ଜବ୍ ନାହିଁ, ତମେ ଘରେ ବସିଛ, କିଛି ତ ଘରେ କରିବ ନା। ଜବ୍ ନାହିଁ ବୋଲି ମୋତେ ଏଇ ସବୁ କାମ କହିବ କରିବାକୁ। ଆଉ କ'ଣ ମୁଁ ସେପଟେ କାମ କରି ଆସି ପୁଣି ଆସି ଘରେ ଏତେ ସବୁ କାମ କରିବି ନା କ'ଣ? ତମେ ଟିକେ କରିଦେଲେ ହବନି? ମୁଁ ଏଠି କରିକି ଯିବି ପୁଣି ଯାଇକି ଅଫିସରେ କାମ କରିବି ନା କ'ଣ? ଏତେ ମୁଁ କ'ଣ ମଣିଷ ନା ପଶୁ? ହଁ ତମେ ଠିକ୍ ଅଛି, ତମେ କାଢ଼ିକି ରଖିଦେଇଥାଅ, ମୁଁ ତ ସଫା କରିଦେବି। ସଫା କରିଦେବ, ରୋଷେଇ ବି କରିଦେଇଥିବ ମୁଁ ଆସିଲା ବେଳେ। ମୁଁ ଆସିକି କରିପାରିବିନି। ମାନେ ମୁଁ ଜବ୍ କରୁନି, ଘରେ ବସିଛି ବୋଲି ମୋତେ ସବୁ କାମ କରିବାକୁ ପଡ଼ିବ? ହଁ, ଆଉ କିଏ କରିବ? ଜବ୍ କରୁନ ଯେତେବେଳେ ଆଉ ତ କିଛି କରିବାକୁ ପଡ଼ିବ ନା। ମୁଁ ଇଣ୍ଟରଭ୍ୟୁ ଦେଉଛି, ମୁଁ ଦେଖିକିରି କୋଉଠି ଗୋଟେ ଲାଗିଯିବି ନା ନାଇଁ, ନହେଲେ ସବୁବେଳେ ଘରେ ବସିଥିବି କି? ଏପର୍ଯ୍ୟନ୍ତ ଲାଗିନ ନା, ଲାଗିଲେ ଯାଇକି ଯିବ ଜବ୍ କରିବାକୁ। ଏବେ ତ ଘରେ ବସିଛ ତ ଘର କାମ କରିବ। ଲୁଗା ସଫା, ଝାଡ଼ୁ, ବାସନ ମାଜିବା, ରୋଷେଇ କରିବା ସବୁ ମୁଁ କରିବି। ହଁ, ଆଉ ମୁଁ ଯେତେବେଳେ କାଲି ଜବ୍ କରୁଛି ଖାଇକିରି ତ ଆଉ ଘରେ କେହି ନାହାନ୍ତି ନା କରିବା ପାଇଁ, ତମକୁ ହିଁ ତ କରିବାକୁ ପଡ଼ିବ। କାଲି ଖାଇକିରି ଉଠିକିରି ପଳେଇଲ, କହିଲ ବାସନଟା ଥୁଆ ହେଇଛି ମାଜିଦବ। ଆଟଲିଷ୍ଟ ତମେ ତମ ବାସନଟା ବି ମାଜ ନା, ମୋତେ ସେମିତି ନାଇଁ, ଚାକର ଭଳିଆ। ତମେ ମାଜିଲେ ଅସୁବିଧା କ'ଣ ହେଉଛି? ଘର କାମ କଲେ କିଏ ଚାକର ହେଇଯାନ୍ତି ନା କ'ଣ? ଅସୁବିଧା କିଛି ନାହିଁ, କିନ୍ତୁ ଏମିତି ଚାକରଙ୍କ ଭଳିଆ ବିହେଭିୟର ମୋତେ ଦେଖାଉଛ। ମୁଁ ଜବ୍ କରୁନି ବୋଲି ମୁଁ ଘରର ଚାକର ହେଇଗଲି ନୁହଁ? ଘର କାମ କଲେ କି ଚାକର ହେଇଯାନ୍ତି? ତମେ ଘର କାମ ଜବ୍ ତମେ କରୁ ତ କିଛି କରୁନ, ତମେ ଖାଲି ଯାଉଛ ଅଫିସରୁ ଆସୁଛ, ସାଙ୍ଗସାଥିଙ୍କ ସହିତ ବୁଲୁଛ, ମସ୍ତି କରୁଛ, ଆଉ ମୋତେ ସବୁ କାମ କହୁଛ ଘରର କରିବା ପାଇଁ। ତମେ ଘରେ ବସିଛ ଯେତେବେଳେ ଘର କାମ ହିଁ କରିବ ନା। ବାହାରୁ ଗଲେ ମୁଁ ଥୋଡ଼ି କହିବି ତମକୁ। ବସିଛି କ'ଣ ପାଇଁ? ଜବ୍ଟା ମିଳିନି ବୋଲି ମୁଁ ବସିଛି। ଜବ୍ଟା ଯଦି ମିଳିଯିବ ମୁଁ ଆଉ ଘରେ ବସିବି କି? ମୁଁ ତ ଜବ୍ କରିବି ନା। ଜବ୍ ମିଳିନି ବୋଲି ମୁଁ ଘରେ ବସିଛି। ଆଉ ତମେ ଯଦି ମୋର ସରଳତାକୁ ନେଇକି ତମେ ଯଦି ଏମିତି ମୋତେ ହଇରାଣ କରିବ, ତାହେଲେ ମୁଁ କ'ଣ କରିବି? ମୁଁ ତମକୁ ସେ କଥା କହୁଛି, ଜବ୍ଟା ମିଳିନି, ଆଉ ତମେ ମୁଁ ସେପଟେ ସବୁ କାମ ଜିନିଷ ମୋତେ କରୁଛି, କହୁଛ ମୁଁ କରିବା ପାଇଁ। ସେପଟେ କାମ କରୁଛି, ଏପଟେ ପୁଣି ଆସି ଘରେ କାମ କରିପାରିବିନି, ସେଥିପାଇଁ ତମକୁ କହୁଛି। ଆଉ ମୁଁ ଘରେ ରହିଥିଲେ ତମକୁ ମୁଁ ଯେତେବେଳେ କହିଥାନ୍ତି। ଜବ୍ କରୁଥିଲି, ମୁଁ କ'ଣ ତମକୁ ଏମିତି ସବୁ ବରାଦ କରୁଥିଲି, ତାକୁ କର କହୁଥିଲି କି? କହୁନଥିଲି ନା। ତମେ କହିବ କାହିଁ? ମୁଁ ନିଜେ କରୁଥିଲି ନା। ହଉ ଠିକ୍ ଅଛି, ଆଉ ଯେ ପର୍ଯ୍ୟନ୍ତ ଜବ୍ ନ କରିଛି ସେ ପର୍ଯ୍ୟନ୍ତ ମୁଁ ଘରର ଚାକର ହେଇକି ଚଳିବି ଆଉ। ଚାକର କିଏ କହିଲା ତମକୁ? ନା ଚାକର ନୁହେଁ କ'ଣ? ତମେ ତ ସବୁ କାମ ମୋତେ କହୁଛ କରିବା ପାଇଁ, ଚାକର ନୁହେଁ କ'ଣ? ଠିକ୍ ଅଛି, ଯାହା ସବୁ କହିଲ ସବୁ କରିଦେବି ଆଉ କ'ଣ? ଚାକର ତ କରି ରଖିଛ, ତେଣୁ ଯାହା ଯେତେବେଳେ କହୁଛ ସବୁ କରିବାକୁ ପଡ଼ିବ, ନ କଲେ ତ ରାଗୁଛ, ଗାଳି ଦେଉଛ, ଆଉ କ'ଣ କରିବି? ମୁଁ କରିଦେବି ଆଉ। କହିନି ଚାକର, ତମେ ନିଜେ ନିଜକୁ କହୁଛ ଚାକର ବୋଲି। ଘର କାମ କଲେ କିଏ ଚାକର ହେଇଯାନ୍ତିନି। ଘର କାମ ବୋଲି ତମେ ତ କିଛି କରିବନି, ଖାଲି ଜବ୍ କରୁଛ, ଆସୁଛ, ଶୋଉଛ। ମୁଁ ଘର ସଫା କରିବି, ସେ ଲୁଗା ସଫା କରିବି, ସେ ବାସନ ମାଜିବି, ରୋଷେଇ କରିବି, ତମେ ଖାଇବ, ତମ ବାସନ ମାଜିବି। ଆଉ ମୋର ତ କିଛି କାମ ଧନ୍ଦା ନାହିଁ, ଆଉ ମୁଁ କରିବି କ'ଣ? ଚାକର ହେଇଗଲି ଆଉ। କିଛି କାମ ଧନ୍ଦା ନାହିଁ ଯେତେବେଳେ ଏଇ କାମ ସବୁ କରିବନି ଆଉ କ'ଣ କରିବ? ବାଧି ଯାଉଛି କାମ କଲାବେଳକୁ। ଧନ୍ଦା ନାହିଁ କ'ଣ? କାମ ମୁଁ ଜବ୍ଟା ଖୋଜୁଛି, ଜବ୍ ମିଳିନି। ଜବ୍ ମିଳିଲେ ମୁଁ ମୋର ଜବ୍ କରିବିନି। ଆଉ କାମ ଧନ୍ଦା ନାହିଁ ମାନେ? ତମେ ବା 2 ବର୍ଷ ହେଇଗଲା ଜବ୍ ଖୋଜୁଛ। 2 ବର୍ଷ ହେଲାଣି ତ ମିଳୁନି ନା। 2 ବର୍ଷ ହେଲା ମିଳିଥିଲେ ମୁଁ କାହିଁ ଘରେ ତମେ ବସିଥାନ୍ତି? ଘରେ ବସିକି ମୋବାଇଲ ଟିପୁଛ, ମିଳିବ କେମିତି? ଘରେ ଯଦି ବସିକି ଯଦି ଏଇ କାମ କରିବାକୁ ପଡ଼ିଥାନ୍ତା ମୁଁ ଜାଣିଥାନ୍ତି, ମୁଁ ତ ଯାଇକି ମୋର ବାହାର କାମ କରିଥାନ୍ତି। ଘରେ କାହିଁ ବସିଥାନ୍ତି? ଘରେ ଏଇ ଅସୁବିଧା ସକାଶେ ମୁଁ ଘରେ ବସିଛି। ଜବ୍ଟା ମିଳିଲେ ମୁଁ ମୋର ପଳେଇବି, ବାହାରେ ଜବ୍ କରିବି। ହଁ ଠିକ୍ ଅଛି, କହୁଛ ମୁଁ କରିଦେବି ଆଉ କ'ଣ? ଯାହା କହିବ କରିବି, ଆଉ ତ ଚାକିରି ନାହିଁ, କରିବାକୁ ପଡ଼ିବ, ଆଉ ନହେଲେ ଖର୍ଚ୍ଚ ବାର୍ଚ୍ଚ ବି ବନ୍ଦ ହେଇଯିବ ମୋର। ଯେତିକି ଦେଉଛ ଖର୍ଚ୍ଚ କରିବାକୁ, ସେତିକି ବି ବନ୍ଦ କରିଦେବ ଦରକାର ପଡ଼ିଲେ। ତମେ ଯେମିତି ଯୁକ୍ତି ତର କରୁଛ, ଦେବିନି ଆଉ ପଇସା। ହଁ ନଦିଅ, ମୁଁ ମୋର ଦେଖିବି କେଉଁଠି କ'ଣ ପାର୍ଟ ଟାଇମ୍ କରିକି ନହେଲେ ଇନକମ୍ କରିବି, କ'ଣ ଅଛି? ନଦେଲେ ନଦେବ, ଏଇ ଗୋଟେ କଥା। ପାର୍ଟ ଟାଇମ୍? ଆଜି ଯାଏଁ କୋଉଠି ବସିଥିଲ ପାର୍ଟ ଟାଇମ୍ କରିବାକୁ? ଜାଣିନଥିଲି ନା ତମେ ଏମିତି ମୋତେ ହଇରାଣ କରିବ, ଏମିତି ଜବ୍ ନାହିଁ ବୋଲି ଏମିତି ସବୁ କଥା କହିବ, ଏତେ ମାନେ ରୁଡ଼ଲି ବିହେଭିୟର ଦେଖିବ ମୋ ସହିତ, ସେଥିଲାଗି ମୁଁ ଜାଣିନଥିଲି। ମୁଁ ଏଥର ଜାଣିଗଲି, ଏଥରକ ମୁଁ ଯେମିତି ହେଲେ କିଛି ଗୋଟେ କରିବାକୁ ପଡ଼ିବ। ହଉ, ତମ ଇଚ୍ଛା ଯାହା ହେଉଛି କର, ମୁଁ ଜାଣିନି ସେ କଥା। ତମେ ଘର କାମ କରିଦିଅ, ମୁଁ କରିପାରିବିନି ଆସିକି। ହଉ ଠିକ୍ ଅଛି, ମୁଁ କରିଦେବି ଆଉ। ଲୁଗା ସଫା କରିଦେବି, ଘର ଝାଡ଼ୁ କରିଦେଇଥିବି, ଆସିଲା ବେଳକୁ ରେଡ଼ି ହେଇଥିବ ଘରେ, କିଛି ଅସୁବିଧା ନାହିଁ। ରୋଷେଇ ବି କରିଦେବ? ରୋଷେଇ ମୋତେ ଯାହା ଆସିବ ମୁଁ କରିବି। ମୋତେ ରୋଷେଇ ଏତେ ଆସେନି, ମୋତେ ଯେମିତି ଆସିବ ମୁଁ କରିବି। ଆଉ ମୋତେ କହିବନି ଯେ ଟେଷ୍ଟ ହେଲାନି, ଇଏ ହେଲାନି, ସେ ହେଲାନି, ସେଟା ମୋତେ କିଛି ଜଣେଇବନି ହେଲା। ମୋତେ ଯେମିତି ରୋଷେଇ ଆସିବ ମୁଁ କରିବି। ଭାତ, ଡାଲି, ଆଳୁ ଚକଟା ମୋତେ ଆସେ, ଆଉ କିଛି ଆସେନି। ତମେ ଖାଇବ ତ ଆଳୁ ଚକଟା? ହଁ, କ'ଣ କରିବି? ଆଉ ଜବ୍ ତ ନାହିଁ, ଘରେ ବସିଛି, କହିବି କ'ଣ?
ଯାହା ଆସିବ କହିଦେବେ, ତୁମର ଇଚ୍ଛା ହେବ। ଆଉ କ'ଣ ଯଦି କିଣିକି ଆଣିବ ତୁମେ ଖାଇବ ତୁମର, ନହେଲେ ନାହିଁ ହୋଟେଲ ଯଦି ନେଇ ଆସିବ ଭଲ ବେଟର୍ ହେବ। ନିଜ ତ ରୋଜଗାର ନାହିଁ, ଖାଲି ପଇସା ଖର୍ଚ୍ଚ କରି କିଣି ଆଣିବି। ମୁଁ ଖାଇବିନି, ମୁଁ ତମ ପାଇଁ କହୁଛି। ମୋର ଭାତ ଡାଲି ଆଳୁ ଚକଟା ହେଲେ ହେଇଯିବ। ହଁ ମୁଁ ତମ କୋଉଦିନ ପାଇଁ ଖାଇଥିଲ କହୁଛି। ଭାତ ଡାଲି ଆଳୁ ଚକଟା? ଜବ୍ ନାହିଁ କ'ଣ କରିବି, କଥା ଶୁଣିବାଠୁ ବେଟର୍ ଖାଇଦେଇକି ଯାହା ମିଳୁଛି ଖାଇଦେଇକି ଚୁପ୍ ରହିବାଟା ଠିକ୍ ନା। ଆଉ ଯାଉନ, ଉଠି ବସଛ କାହିଁ ସେଠି? ଟାଇମ୍ ମାଡ଼ି ଯାଉଛି ତମକୁ ନା କ'ଣ? ହଉ ଠିକ୍ ଅଛି, ଯାଉଛି। କୁଆଡ଼େ ଯାଇଛନ୍ତି ଏତେବେଳ ଯାଇ? 10 ଥର ଫୋନ୍ କଲେ ଉଠିବାର ନାହିଁ। ତେଣୁ ଫୋନ୍ଟା ଖାଲି କାଟି ପକାଉଛନ୍ତି। ଏଭଳିଆ ମଣିଷ ଗୋଟେ, ଫୋନ୍ଟା ଉଠିବାର ନାହିଁ। କ'ଣ ହେଲା କି? ଫୋନ୍ କରିଥିଲ କି? କୁଆଡ଼େ ଯାଇଥିଲେ ଏତେବେଳେ? ଯାଇଥିଲି, ଗୋଟେ ଇଣ୍ଟରଭ୍ୟୁ ଥିଲା ତ ଯାଇଥିଲି। ଇଣ୍ଟରଭ୍ୟୁ? ତମେ 100 ଥର ଏମିତି ଇଣ୍ଟରଭ୍ୟୁ ଦେବା ଯାଉଛ, କି ମିଛ କଥା କହିକି ବୁଲି ବୁଲିକି ପଳେଇ ଯାଉଛ। ଇଣ୍ଟରଭ୍ୟୁ ଦେଉଛି କ'ଣ ହେଲା? ଇଣ୍ଟରଭ୍ୟୁ ଦେବାକୁ ଯାଇଥିଲ? ହଁ, ଗୋଟେ ଇଣ୍ଟରଭ୍ୟୁ ଥିଲା, ଯାଇଥିଲି ଆଜି। କେତେ ଥର ଇଣ୍ଟରଭ୍ୟୁ ଦେବ? ଯାଇଥିଲି, ସେ କଲ୍ କରିଥିଲେ ବୋଲି ଯାଇଥିଲି ଇଣ୍ଟରଭ୍ୟୁ ଦେବା ପାଇଁ। ଇଣ୍ଟରଭ୍ୟୁ ଦେଇକି ଜଷ୍ଟ ଏବେ ଆସୁଛି। 100 ଥର ଇଣ୍ଟରଭ୍ୟୁ ଦେବାକୁ ଗଲଣି, ମିଛ କଥା କହି ଯାଉଛ, ବୁଲି ଦେଇକି ପଳେଇ ଯାଉଛ, କ'ଣ ଇଣ୍ଟରଭ୍ୟୁ ଦେଉଛି? 100 ଥର କେତେବେଳେ ଗଲି? ମୁଁ ତ କହୁଛି ତମକୁ, ଯାଇଥିଲି ଇଣ୍ଟରଭ୍ୟୁ ଦେଇକି ଆସିଲି ଏବେ। ଆଉ 100 ଥର କେତେବେଳେ ଗଲି? ନାଇଁ, ଆଜି 2 ବର୍ଷ ଭିତରେ ତମେ କେତେ ଥର ଇଣ୍ଟରଭ୍ୟୁ ଦେବାକୁ ଗଲଣି? ହଁ, ଇଣ୍ଟରଭ୍ୟୁ ଦେଇଛି ତମେ ମୁଁ। ଯାଇଛ କହିକି ଯାଇଛ? କୁଆଡ଼େ ଯାଇଛ? ନାଇଁ, ଆକ୍ଚୁଆଲି ସେ କଲ୍ ଆସିଲା, ମୁଁ ତରତରରେ ପଳେଇଲି, ତମ ଫୋନ୍ ବି ଲାଗିଲାନି। ଆଉ ମୋର ମାନେ ସେଠି ପହଞ୍ଚିକିରି ଭାବିଲି କଲ୍ କରିବି, ସେଠି ରହିଗଲେ ଇଣ୍ଟରଭ୍ୟୁରେ, ତ ଆଉ ଟାଇମ୍ ହେଲାନି ଜଣେଇବା ପାଇଁ। ତ ଏବେ ଜଷ୍ଟ ଆସିକି ପହଞ୍ଚୁଛି। ମିଛ କଥା ଖାଲି କହିବା ଜାଣିଛ। ଫୋନ୍ କଲ, ଲାଗିଲାନି। ମୋର ଫୋନ୍ ତ ଅନ୍ ଅଛି, ଲାଗିଲାନି କେମିତି? ମିଛ ନାହିଁ, ମୁଁ ଯାଇଥିଲି, ସେ ଇଣ୍ଟରଭ୍ୟୁ ଦେଇକି ଆସିଛି। ମିଛ କାହିଁ କହିବି? ତମେ ଦେଖିବ ଇଣ୍ଟରଭ୍ୟୁ କଲ୍ ଆସିଲେ ଦେଖିବନି ଇଣ୍ଟରଭ୍ୟୁ ଦେଇଛି ନା। ତମେ ବି ବୁଝିପାର ଫୋନ୍ କରିକିରି ଏଚ୍ଆର୍ଙ୍କୁ ଇଣ୍ଟରଭ୍ୟୁ ଦେଇଛି ନା ଜଣାପଡ଼ିଯିବ। କ'ଣ ହେଲା ଇଣ୍ଟରଭ୍ୟୁ? ଇଣ୍ଟରଭ୍ୟୁ ଦେଇକି ଆସିଲେ ମୁଁ କ'ଣ ତ ହେଲା? ସେତେବେଳୁ ସେଇ କଥା ତମକୁ କହିବାକୁ ଚେଷ୍ଟା କରୁଛି, ତମେ ତ ପଚାରୁନ, ମୋ ସହିତ ଆର୍ଗୁମେଣ୍ଟ କରୁଛ। ମୁଁ ଫୋନ୍ଟା କରୁଛି, ତମକୁ ଉଠେଇବାକୁ କହୁନି। ଇଣ୍ଟରଭ୍ୟୁ ମୁଁ ଆକ୍ଚୁଆଲି କ୍ୱାଲିଫାଇ କରିଯାଇଛି। ସେ ମୋତେ କହିଛନ୍ତି କାଲିଠୁ ଆସି ଜଏନ୍ କରିବା ପାଇଁ। ଏଚ୍ଆର୍ ନିଜେ କଥା ହେଲେ, କହିଲେ କାଲିଠୁ ଆସି ଜଏନ୍ କର। ମୁଁ କ୍ୱାଲିଫାଇ କରିଯାଇଛି। କ୍ୱାଲିଫାଇ କରିଗଲ? 40,000 ସାଲାରୀ ମନ୍ଥଲି। ଆଉ ଭଲ ଜବ୍, ସେ କିଛି ଅସୁବିଧା ନାହିଁ। ମୁଁ ବି ଏଗ୍ରି ଅଛି ଜବ୍ କରିବା ପାଇଁ। ଆଉ କାଲିଠୁ ମୁଁ ଯିବି ସେଠିକି ଜବ୍ କରିବା। ଗୋଟେ କଥା କହିବି, ଖରାପ ଭାବିବନି। ମୁଁ ଯେତେବେଳେ ଜବ୍ କରୁନଥିଲି, ତମେ ମୋତେ କେତେ କାମ କରାଉଥିଲ, କେତେ କ'ଣ କରାଉଥିଲ, ହଇରାଣ କରାଉଥିଲ। ଏବେ ଜବ୍ ମିଳିଗଲା ଶୁଣିକିରି ଏବେ ହସୁଛ, ଖୁସି ଲାଗୁଛି ତମକୁ। ସବୁବେଳେ ଗୋଟେ ଜିନିଷ ମନେ ରଖ, ପଇସାର ଭ୍ୟାଲ୍ୟୁ ଅଛି, କିନ୍ତୁ ସମ୍ପର୍କ ଭିତରେ ପଇସାର ଭ୍ୟାଲ୍ୟୁ ଦେଖାଯାଏନି। ଯଦି ମୁଁ ଜବ୍ କରୁନି ଆଉ ତମେ ଜବ୍ କରୁଛ, ତାହେଲେ ସେଠି ମୋ ଭ୍ୟାଲ୍ୟୁ ତମେ କମେଇ ଦେଲ। ତମେ ଭାବିଲ ଇଏ ମୋ ଗୋଡ଼ ତଳର, କିନ୍ତୁ ସେଇଟା କେବେ ବି ତମେ ଭାବିବନି, ସେଇଟା ତୁମର ଭୁଲ। ସ୍ୱାମୀ ସ୍ତ୍ରୀ ଦୁହେଁ ଗୋଟେ ବ୍ରିଜ୍ର 2ଟା ପିଲର। ଯଦି ଗୋଟେ ପିଲର ଭାଙ୍ଗିଯାଏ, ଗୋଟେ ପିଲର ଡାଉନ୍ ହେଇଯାଏ, ଆଉ ଗୋଟେ ପିଲର ତାକୁ ସମ୍ଭାଳିବାକୁ ଚେଷ୍ଟା କରେ। ଆଉ ଯଦି ସେ ପିଲରଟି କହିବ ନାହିଁ, ସେ ଆର ପିଲରଟି ସମ୍ଭାଳି ପାରୁନି, ପଡ଼ିଗଲାଣି, ମୁଁ ତାକୁ ଡାଉନ୍ କରିଦେବି, ତାହେଲେ ବ୍ରିଜ୍ଟି ଭାଙ୍ଗିଯିବ। ତାମାନେ ସମ୍ପର୍କଟି ଏଠି ଭାଙ୍ଗିଯିବ। ତେଣୁ ସବୁବେଳେ ଚେଷ୍ଟା କରିବ ସମ୍ପର୍କକୁ ସବୁବେଳେ ସମାନ ଭାବରେ ଦେଖିବା ପାଇଁ। ଯଦି ଜବ୍ ନାହିଁ, କାଲି ଜବ୍ ମିଳିବ। ଆଜି ନଥିଲେ କାଲି ଆସିବ, ନିଶ୍ଚିନ୍ତ ଆସିବ। କିନ୍ତୁ ସମ୍ପର୍କର ଥରେ ଭିତରେ ଯଦି ବାଧା ସୃଷ୍ଟି ହୁଏ, ଥରେ ଯଦି ମନମାଳିନ ହେଇଯାଏ, ତାହେଲେ ସେ ଜିନିଷ କେବେ ବି ସୁଧରିବ ନାହିଁ। କେତେ କଥା ତମେ ମୋତେ ନ କହିଛ, କେତେ କାମ ନ କର, ଚାକର ଭଳି ଦେଖ, କିନ୍ତୁ ଗୋଟେ କଥା ମନେ ରଖ, ମୋର ସେସବୁ ଜିନିଷ ମୋ ମନରେ କେବେ ନଥିଲା, କି ଆଜି ବି ମୁଁ ତୁମକୁ ଖରାପ ଭାବୁନି। କିନ୍ତୁ ଗୋଟେ ଜିନିଷ କହୁଛି, ଆଉ କାଲି ସକାଳେ ତମେ ବି ଯଦି ଜବ୍ ନ କରି ଘରେ ବସ, ମୁଁ ତୁମକୁ ଏମିତି ବିହେଭିଅର୍ ଦେଖେଇବିନି। ତେଣୁ ସେଇ ଜିନିଷଟା ସବୁବେଳେ ତମ ଭିତରେ ରଖିବ। ଯେତେବେଳେ ମୁଁ ନୁହଁ, ତମ ମୋ ଜାଗାରେ ଯିଏ ବି ଥାଆନ୍ତୁ, ମାନେ ଘରର ଯିଏ ବି ମେମ୍ବର, ତେଣୁ ସମସ୍ତଙ୍କୁ ସମାନ ବିହେଭିଅର୍ ଦେଖେଇବ। କିଏ ଚାକିରି କରନ୍ତୁ ନ କରନ୍ତୁ, କିଛି ଅସୁବିଧା ନାହିଁ। ବୁଝିପାରିଲ? ଠିକ୍ ଅଛି, ସରି, ମୋ ଭୁଲ ହେଇଯାଇଛି। ନାଇଁ, ସରି କୁହନି, ସରି କହିବାର କିଛି ଦରକାର ନାହିଁ।
କିନ୍ତୁ ଗୋଟେ ଜିନିଷ ମନେ ରଖ, ସମ୍ପର୍କ ଦୁଇଟା ଖୁମ୍ବରେ ହିଁ ଠିଆ ହେଇଥାଏ। ଗୋଟେ ଯଦି ବ୍ରିଜ୍ର ଯଦି ଗୋଟେ ପିଲର ଯଦି ଭାଙ୍ଗିଗଲା, ଆର ପିଲରଟି କେବେ ବି ସେ ବ୍ରିଜ୍କୁ ସମ୍ଭାଳି ପାରିବନି, ସେ ବ୍ରିଜ୍ଟି ହିଁ ଭାଙ୍ଗିଯିବ। ତେଣୁ ସବୁବେଳେ ମନେ ରଖ, ଯଦି ସ୍ୱାମୀର କିଛି ପ୍ରୋବ୍ଲେମ୍ ଅଛି, ସ୍ୱାମୀ ଯଦି ଏଇନା ହଇରାଣ ହେଉଛି, ତାହେଲେ ସ୍ତ୍ରୀର କର୍ତ୍ତବ୍ୟ ହେଲା ସ୍ୱାମୀକି ସାହାଯ୍ୟ କରିବ। ତା ମାନେ ନୁହଁ ଯେ ସ୍ୱାମୀକି ସେ ହଇରାଣ କରିକିରି ଆହୁରି ତଳକୁ ନେଇଯିବା, ଡିପ୍ରେସନ୍ ରୋଡ଼ ଟାଣି ନେବା। ବୁଝିପାରିଲ ତ? ସରି ମୋର ଭୁଲ ହେଇଯାଇଛି। ହଉ ଚାଲ ଯିବା।